ନାଇଁ ସେଠି ମୁକିମ ଗୋଟେ ସଭା କଲେ କିନ୍ତୁ ସେଠିକି 4 ଜଣ ଆସିଲେନି। ଆଉ ମୁକିମ ମଧ୍ୟ ସେ ଜାଗାରେ କହିଲେ ଯେ ପଲିଟିକାଲ ଇସ୍ୟୁରୁ ସେମାନେ ଆସିଲେନି ବୋଲି। କ'ଣ କହିବେ ଆପଣ? ମୁକିମ ବାବୁ ସେଠି ଗୋଟେ ଯୁବ ସମାବେଶ କରୁଥିଲେ କର୍ମଶାଳା, ଯେହେତୁ ଗୋଟା ବିବେକାନନ୍ଦ ଦିବସ ଅବସରରେ ସାରା ରାଜ୍ୟରେ ମଧ୍ୟ ଏମିତି ଅନେକ ସ୍ଥାନରେ କରାଯାଇଛି। ସେଠି ଦଳମତ ଦେଖାଯାଏନି, କିନ୍ତୁ ଯେତେବେଳେ ସକାଳୁ ସକାଳୁ ଜଣାପଡ଼ିଗଲା ଯେ ମୁକିମ ବାବୁ ଏଭଳି ଦଳ କରିବେ, ସୁନିଲ ମହାନ୍ତି ଆଉ ଲିକୁ ସାହୁ ଆଇଥାନ୍ତେ କ'ଣ କ୍ଲିୟର ନେବାକୁ, ତାଙ୍କ ଦଳ ପକ୍ଷରୁ ପ୍ରତିବାଦ କରାଯାଇନଥାନ୍ତା, ତାଙ୍କୁ ମଞ୍ଚ ଉପରେ ବସେଇକି ତାଙ୍କୁ ବିରୋଧୀ ସଜେଇଥାନ୍ତେ। ତେଣୁ ସେଥିପାଇଁ ଆସିଲେନି। ମୁକିମ ବାବୁ ଗୋଟେ ବଡ଼ ସମାବେଶ ଯୋଜନା କରିଥିଲେ। ଭାବିଥିଲେ ମୁଁ ଜୁନ୍ 12ରେ ଯେଉଁ ଜାନୁଆରୀ 12ରେ ଗୋଟେ କମ୍ପମାନ କରିଦେବି, 10,000 ଲୋକ ପାଖାପାଖି ଆସିବେ ବୋଲି ପ୍ରଥମେ ତାଙ୍କରି ସମର୍ଥକମାନେ କହି ବୁଲୁଥିଲେ। ତାପରେ ସେ ବୋଧେ ଖୋଜାଖୋଜି କରିଛନ୍ତି, ହିସାବପତ୍ର କଲାବେଳକୁ 1,000-1,500 ହୁଡ଼ା ଡେଇଁଲେନି। ତେଣୁ ସେ କହିଲେ ଗୋଟେ କାମ କର, ଆମେ ଆଉ ବଡ଼ ପଡ଼ିଆଟା ବଦଳରେ ପଡ଼ିଆଟାକୁ ଘୋଡ଼େଇ ଦେବା। ତେଣୁ ଘୋଡ଼େଇ କଲେ, ତଥାପି ଚେୟାର ଖାଲି ପଡ଼ିଲା। ଏମିତି ଅନେକ ମିଟିଂରେ ଖାଲି ପଡ଼ୁଛି, କିଛି ଇଏ କଥା ନୁହେଁ। ଆଉ ଆପଣ ଦେଖିବେ ସଂଘମିତ୍ରା ଜେନା ଲେଖିଦେଇଛନ୍ତି, ଆମକୁ ଡାକିଥିଲେ କ'ଣ ପାଇଁ, ଘୋଷଣା କଲେ କ'ଣ ପାଇଁ। ଇଏ ହେଉଛି ଗୋଟିଏ ପାର୍ଟ ତାଙ୍କ ଇଏର। ଦ୍ୱିତୀୟ ପାର୍ଟ ହେଉଛି ଗୋଟେ ଦଳ ଗଢ଼ିବା ଗୋଟେ ରକେଟ୍ ସାଇନ୍ସ ନୁହେଁ। ଆପଣଙ୍କୁ 7-8ଟି ମାନଦଣ୍ଡରେ କାଗଜପତ୍ର ପୂରଣ କରିକି ଇଲେକ୍ସନ୍ କମିଶନକୁ ଦାଖଲ କରିଦେଲେ ଗୋଟେ ଦଳ ହେଇଯିବ। ଏମିତି ଅନେକ ଦଳ ମଧ୍ୟ ଓଡ଼ିଶାରେ ଅଛନ୍ତି। ଆଉ ନା ସେମାନେ ନିର୍ବାଚନ ଲଢ଼ନ୍ତି, ନା ତାଙ୍କର ଅଫିସ୍ ଅଛି, ସେମାନଙ୍କୁ କେହି ଜାଣନ୍ତିନି। ଇସିଆଇ ସେଇଥିପାଇଁ ଏବେ 500 ଖଣ୍ଡେ ନାଁ ମଧ୍ୟ କାଟିଦେଲେ, କାହିଁକିନା କାଗଜପତ୍ର କିଛି ନାହିଁ। ତାପରେ ରହିଲା, ଯଦି ମୁକିମ ବାବୁ ରାଜ୍ୟରେ ଏକ ବିକଳ୍ପ ରାଜନୈତିକ ଦଳ, ରାଜନୈତିକ ବିଚାରଧାରା ସୃଷ୍ଟି କରିବାକୁ ଚାହିଁଥାନ୍ତେ, ଗୋଟେ ପଜିଟିଭ ୱେରେ ଯାଇଥାନ୍ତେ, ତାହେଲେ ତାଙ୍କ ପ୍ରତି ଜନସମର୍ଥନ ମିଳିପାରିଥାନ୍ତା। କିନ୍ତୁ ମୁକିମ ବାବୁ ଓଡ଼ିଶାରେ ରାଜନୈତିକ ବିକଳ୍ପ ହେବାକୁ ଚାହୁଁନଥିଲେ, ସେ ଚାହୁଁଥିଲେ ଭକ୍ତ ଦାସଙ୍କର ବିକଳ୍ପ ହେବା ପାଇଁ। ଏମିତି କଂଗ୍ରେସର ସ୍ଥିତି କ'ଣ ଆପଣ ଜାଣିଛନ୍ତି? ଉପକୂଳରେ ତ ଆହୁରି ଖରାପ ସ୍ଥିତି। କଂଗ୍ରେସ କର୍ମୀ କାର୍ଯ୍ୟକର୍ତ୍ତା କେଉଁଠି ଅଛନ୍ତି ଯେ ଏଠି ଅଧା ରହିକି ସେଠି ଅଧା ଯିବେ। ତେଣୁ ତାଙ୍କରି କଟକରୁ କିଛି ଲୋକ ଆସିଥିଲେ, ଭୁବନେଶ୍ୱରରୁ କିଛି ଆସିଥିଲେ, ଯେଉଁମାନଙ୍କ ସାଙ୍ଗରେ ଯେଉଁ ହୋଟେଲରେ ବସିକି ମଝିରେ କଥାବାର୍ତ୍ତା ଟିକେ କରିଥିଲେ। ଏବଂ ଦେଖୁଛନ୍ତି କିଛି କିଛି ଲୋକଙ୍କର ନେତାଙ୍କର ଲୋଭ ଥାଏ। ମୁକିମ ବାବୁ ଗୋଟେ ବଡ଼ ବିଲ୍ଡର, 100 କୋଟି ଟଙ୍କାର ମାଲିକ, ଭାଇଙ୍କ ପାଖରେ ରହିଲେ ଆମକୁ କିଛି ଖର୍ଚ୍ଚ ବାର୍ଚ୍ଚ ମିଳିବ, ସେଇ ଆଧାରରେ ଯାଇଥିଲେ। କିନ୍ତୁ ଓଡ଼ିଶାରେ ଏବେ ଏକ ରାଜନୈତିକ ଦଳ, ଆଞ୍ଚଳିକ ଦଳ ଗଠନ କରିବାର ଆବଶ୍ୟକତା ଅନୁଭବ ଟିକେ ଟିକେ ହେଉଛି। କାହିଁକି ବିଜୁ ଜନତା ଦଳ ଷ୍ଟ୍ରଙ୍ଗ ହେଉନି ବୋଲି କିଛି ଆଲୋଚନା ଚର୍ଚ୍ଚା ଚାଲିଛି। ବିଜେଡି ଯଦି ମଜବୁତ ହେଇଯିବ, ନବୀନ ବାବୁ ବର୍ତ୍ତମାନ ଯେମିତି 10 ଜଣ ଡାକିଦେଲେ ବିଧାୟକଙ୍କୁ, ଏବେ 9 ଜଣଙ୍କୁ ଡାକିଦେଲେ, କାଲି କାଲିକି ଆଉ ଟିକେ ମାଡ଼ିଯିବେ, ତାହେଲେ ସେ ଆଞ୍ଚଳିକ ଦଳ ପରିକଳ୍ପନା ମଧ୍ୟ ଆଜ୍ଞା ଉଭେଇଯିବ। ତେଣୁ ଗାଇମୋଟ କହିଲେ ମୁକିମ ବାବୁ ଟିକେ ଯେମିତି କହନ୍ତି ଆମର ଗାଁ ଗହଳିରେ କଥା ଅତର୍ଚ୍ଛିଆ ହେଇଗଲେ। ତେଣୁ ଯଦି ଅତର୍ଚ୍ଛିଆ ନ ହେଇକି ଟିକେ ରାଜନୈତିକ ଦଳ ଗଢ଼ିଲା ବେଳେ ବିଜୟ ମହାପାତ୍ରଙ୍କଠୁ ଶିଖିବା ଦରକାର। ସେ ଯାଇଥିଲେ ବିଜୟ ମହାପାତ୍ର ପାଖରୁ, ବିଜୟ ମହାପାତ୍ର ଅତର୍ଚ୍ଛିଆ ହୁଅନ୍ତି? ମାପିଚୁପି କେଉଁଠି କ'ଣ ରହୁଛି, କେଉଁ ଲୋକ ଆମ ସାଙ୍ଗରେ ଆସିପାରିବ, ପ୍ରଥମେ ସେଇମାନଙ୍କୁ ସ୍ଥିର କଲା ପରେ ଆପଣ ଗୋଟେ ଜାଗାରେ ଦୋକାନଟେ କରିବେ। ସେ ଦୋକାନଟା କରିବା ପୂର୍ବରୁ ଚିନ୍ତା କରିବେ ଯେ ମୁଁ କେଉଁ ଦୋକାନ କରିବି, ଆଉ ଏଇ ଅଞ୍ଚଳରେ ସେ ଦୋକାନଟା ଚାଲିବ କି ନାହିଁ। ପଇସା ଅଛି ବୋଲି ଆପଣ ଗୋଟେ ଜାଗାରେ କହିବେ ବରା ଆଳୁଚପ ଦୋକାନ, ଦେଖିବେ ଲୋକ ଆସୁନଥିବେ। ଖାଇବା ଦୋକାନ କେଉଁ ଜାଗାରେ ରହିବା ଦରକାର, ଡ୍ରେସ୍ ଦୋକାନ କେଉଁ ଜାଗାରେ ରହିବା ଦରକାର, ଆପଣ ଦେଖୁଛନ୍ତି କି ନା ବିଭିନ୍ନ ପ୍ରକାର। ତେଣୁ ଇଏ ଠିକ୍ ଭାବରେ ମୁକିମ ବାବୁ ଟିକେ କାଲକୁଲେସନ୍ ଭୁଲ କରିଦେଲେ, ସେ ଟିକେ ତରବର ହେଇଗଲେ। ଏବେ ବି ସମୟ ଅଛି, ଘୋଷଣା କିଛି ହେଇନି, ଆବେଦନ ବି କରିନାହାନ୍ତି। ମୁଁ ନିର୍ବାଚନ କମିଶନଙ୍କର ୱେବସାଇଟ୍ ଖୋଲିକି ଦେଖୁଥିଲି, କାଳେ କେତେବେଳେ ଆବେଦନ କରିଦେଲେ ବୋଲିକି, କିଛି ହେଇନାହିଁ। ତେଣୁ ଆଉ ଟିକେ ସମୟ ନିଅନ୍ତୁ, 27 ଯାଇକି ଟିକେ ଅପେକ୍ଷା କରିଯାଆନ୍ତୁ। ନିଜ ଦମରେ ଗୋଟେ ମୁକିମ ସେନା କରି ଟିକେ କଟକ ନଗରରେ ଆଗ ଜିତେଇ ଦିଅନ୍ତୁ କାଉନସିଲର କିଛି, ତାହେଲେ ଆମେ ଜାଣିବା ଯେ ରାଜ୍ୟସ୍ତରରେ ଜିତେଇବେ। କାହିଁକିନା ମୁକିମ ବାବୁ ବିଧାୟକ ହେଇଛନ୍ତି, କିନ୍ତୁ ମେୟର ସେଠି କେମିତି ଆଇଲେ ବିଜେଡ଼ି। ତେଣୁ ଭୋଟଟା ଆଜ୍ଞା ସେମିତି ହୁଏ ନାହିଁ। ତେଣୁ ଆମେ ମୁକିମ ବାବୁଙ୍କ ବିଷୟରେ ଏହା କହିବା, ସେ ଜଣେ ଭଲ ଫାଇନାନ୍ସର ହେଇପାରିବେ। ତେଣୁ କୋଷାଧ୍ୟକ୍ଷ ନେତା ସଂଗ୍ରହ କରନ୍ତୁ। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ସୌମ୍ୟ ପଟ୍ଟନାୟକ, ଅମର ଶତପଥୀ, ଏଇଭଳିଆ ଟାଣୁଆ ନେତା ଟିକେ ଟିକେ ଆସିଲେ, ସେଇ କାହିଁକି ଏମାନେ ସବୁ କନଷ୍ଟିଚ୍ୟୁନ୍ସି, ଟାଣୁଆ ନେତା ମାନେ କ'ଣ, ଏମାନଙ୍କର କନଷ୍ଟିଚ୍ୟୁନ୍ସି ଅଛି। ସେଇମାନେ ନେତା ଟିକେ ଆସିଲେ କନଷ୍ଟିଚ୍ୟୁନ୍ସିରେ ଟିକେ ବ୍ୟାନର ଫ୍ୟାନର ମାରିବ, ନହେଲେ ଖାଲି ଦଳ ଘୋଷଣା କରିଦେବେ, ଲାଷ୍ଟକୁ 14 ବ୍ଲକରେ 3ଟି ଲୋକ ନଥିବେ ଗୋଟେ ଗଛରେ ଯାଇକି ବ୍ୟାନର ମାରିବା ପାଇଁ। ତେଣୁ ଆଗ ବ୍ୟାନର ମାରିବା ଲୋକ ସଂଗ୍ରହ କରନ୍ତୁ ମୁକିମ ବାବୁ।